ଦେଖନ୍ତୁ ବର୍ତ୍ତମାନ ଏଠି ତାର ବିଛା ଚାଲିଛି ଏବଂ ଆଉ କିଛି ସମୟ ପରେ ସିସିଟିଭି ଇନଷ୍ଟଲ୍ କରାଯିବ। ଯେଉଁ ଭରତପୁର ଥାନାରେ ସିସିଟିଭି ନାହିଁ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା, ଯେଉଁ ସିସିଟିଭି କାହିଁକି ଲାଗିନଥିଲା ତାକୁ ନେଇକି ଆଲୋଚନା କରାହେଉଥିଲା, ୟାର ଭିତରେ ବର୍ତ୍ତମାନ ସୁଦ୍ଧା ସିସିଟିଭି ସାମ୍ନାକୁ ଆସିଛି ଏବଂ ଏଠି କିଛି ସନ୍ଦେହ ବର୍ତ୍ତମାନ ସୁଦ୍ଧା ବଢ଼େଇଛି। ଯେଉଁ ସିସିଟିଭି ଗୁଡ଼ିକ ଏଠାରେ ପଡ଼ିକି ରହିଛି ଆପଣ ଦେଖନ୍ତୁ, ଏ ଯେଉଁ ସିସିଟିଭି ଗୁଡ଼ିକ ଆଉ କିଛି ସମୟ ପରେ ଇନଷ୍ଟଲ୍ କରାହେବ, କିନ୍ତୁ ଏଗୁଡ଼ିକ ଦେଖିଲେ ଲାଗୁଛି ଏସବୁ ଗୁଡ଼ିକ କେଉଁଠି ଗୋଟେ ଲାଗିଥିଲା, କାହିଁକିନା ଏସବୁ ଜିନିଷ ହେଉଛି ପୁରୁଣା ସିସିଟିଭି, ଏଥିରୁ ସ୍ପଷ୍ଟ ହେଉଛି ଏବଂ ଏଥିରେ ଯେତେବେଳେ ଡ୍ରିଲ୍ କରାଯାଇକି ଯେତେବେଳେ କିଛି ଯେଉଁଭଳି ଦେଖାଯାଉଛି କେଉଁ କାନ୍ଥରୁ ଆକୁ କଢ଼ାଯାଇଛି, ଏହାକୁ କେଉଁଠୁ କଢ଼ାଗଲା ଏବଂ କେଉଁ ଜାଗାର କେଉଁ ଥାନାର ସିସିଟିଭି ତାକୁ ତ ସ୍ପଷ୍ଟ ହେଇନି। ତା କେବୁଲଠୁ ନେଇକି କ୍ୟାମେରା ପର୍ଯ୍ୟନ୍ତ ଏ ସବୁଗୁଡ଼ିକ ଆପଣ ଦେଖିଲେ 100% ଜାଣିପାରିବେ ଯେ ଏଇଟା ଗୋଟେ କେଉଁଠି ୟୁଜ୍ ହେଇଥିଲା ଏବଂ କିଛି ନୂଆ ଜିନିଷ ଗୁଡ଼ିକ କିଣା ହେଇକି ବୋଧହୁଏ ଆସିଛି, କିନ୍ତୁ ୟାକୁ କେଉଁଠୁ କଢ଼ାଯାଇଛି, କେଉଁଠୁ ଅଣାଯାଇଛି, ତା କ୍ଲାମ୍ପଠୁ ଆରମ୍ଭ କରିକି ମାଉସ୍ ପର୍ଯ୍ୟନ୍ତ ଏବଂ ଏଠି ହାର୍ଡ଼ ଡିସ୍କଠୁ ଆରମ୍ଭ କରିକି ତା'ର ସମସ୍ତ ପ୍ରୋସେସର ଗୁଡ଼ିକ ଏଠି ପଡ଼ିକି ରହିଛି କେବୁଲ ସହିତ। ଏ ଜିନିଷ ଆପଣ ଦେଖୁଛନ୍ତି, ଗୋଟେ ଦେଖିଲେ ଲାଗୁଛି ଯେ ଏହା ନିଶ୍ଚିତ ଭାବରେ କେଉଁ ଜାଗାରୁ କଢ଼ା ହେଇକି ଆସିଛି, କିନ୍ତୁ ଏହା ନୂଆ ନୁହେଁ। ତେବେ ଏତିକି ସିସିଟିଭି ଯେ ପୁରା ଥାନାକୁ କଭର କରିବ ତାହା ତ କୁହାଯାଇପାରିବ ନାହିଁ, କିନ୍ତୁ ନୂଆ ସିସିଟିଭି ଆସିଥାଇପାରେ। କିନ୍ତୁ ୟାର ଭିତରେ ବର୍ତ୍ତମାନ ଯୁଆଡ଼େ ଦେଖିବେ ସିଆଡ଼େ କେବୁଲ ତାର ବିଛା ଯାଉଛି ଏବଂ ଆଉ କିଛି ସମୟ ପରେ ଏଠିକେ ପୁରା ଥାନାକୁ କେବୁଲିଂ କରାଯିବ। ଯେଉଁ ଜାଗା ଗୁଡ଼ିକ ରହିଛି ଦେଖିବା ପାଇଁ ଚାହିଁବି ଆପଣଙ୍କୁ ଯେ ତା ଉପରେ ପୁଣି ଥରେ ଗୋଟେ ଏକ୍ସଟ୍ରା ୱାରିଂ କରାଯାଉଛି ଯେଉଁ ସିସିଟିଭି ପାଇଁକି। କିନ୍ତୁ ଏଠି ଗୋଟେ ବଡ଼ ପ୍ରଶ୍ନ ଉଠୁଛି ଯେ କୋଟି କୋଟି ଟଙ୍କା ଖର୍ଚ୍ଚ କରିକି ଯେଉଁ ଥାନା କରାଯାଇଥିଲା ତା ଭିତରେ କ'ଣ ଜାଣିନଥିଲେ ଯେ ସିସିଟିଭି ପାଇଁକି ଗୋଟେ କେବୁଲିଂ କରିବାର ଆବଶ୍ୟକତା ରହିଛି ବୋଲି? ସିସିଟିଭି ପାଇଁକି କାହିଁକି କେବୁଲିଂ କରାଯାଇନଥିଲା, ଯେଉଁଥିପାଇଁ ପୁଣି ଗୋଟେ ଏକ୍ସଟ୍ରା କେବୁଲିଂ କରାଯାଉଛି ଏବଂ ଏଥିରେ ସିସିଟିଭି ଲାଗିବ। ଯେଉଁ ହାଜତଠୁ ଆରମ୍ଭ କରିକି ଥାନା ଇନ୍ସପେକ୍ଟରଙ୍କ ରୁମ୍ ପର୍ଯ୍ୟନ୍ତ ସବୁ ଜାଗାରେ କେମିତି କ୍ୟାମେରା ଇନଷ୍ଟଲ୍ କରାଯିବ